ଆଜି ଆସିବ। ଏ ଅପାରଗ ସରକାର କଣ କରିବ ବଜେଟ? କୋଲା ବଜେଟରେ 40% ଖର୍ଚ୍ଚ ହେଇନି ଏପର୍ଯ୍ୟନ୍ତ। 40% ଅର୍ଥ କୌଣସି ଯୋଜନାରେ ଗଲା ବଜେଟର ଖର୍ଚ୍ଚ ହେଇପାରିନି। ଫେର ଆଣିବେ 3,30,000 କୋଟିର ବଜେଟ ଆଣିବେ। କଣ କରିବେ? ଖାଲି ବଜେଟ ପଢିବେ, ବିଧାନସଭାରେ ମେଜରିଟି ଅଛନ୍ତି ଆପ୍ରୁଭ ହବ, ସେମିତି ଥୁଆ ହବ। ଗଲା ବଜେଟର 60% ବିନିଯୋଗ ହେଇନି। ଏ ବଜେଟରେ ଇଏ କଣ କରିବେ? ଏ ଅପାରଗ ସରକାର, କିଛି ନାହିଁ। କେତେବେଳେ ରାତି ପାଇଲା ବେଳକୁ ଏ ସରକାର ନଥିବ, ଖୋଜିଲେ ବି ପାଇବନି। କିଛି ପରୱା ନାହିଁ। ପଞ୍ଚାୟତ ପାଇଁ କଂଗ୍ରେସ ରେଡି। ଆମର ଯାହାକୁ କୁହାଯାଏ ସଂଗଠନକୁ ସୁଦୃଢ କରିବା ପାଇଁ ଭକ୍ତ ଦାସଙ୍କ ନିର୍ଦ୍ଦେଶରେ ମୁଁ ଏଇ ବାହାରିଲି ଚନ୍ଦକା 7ଟା ପଞ୍ଚାୟତର ମିଟିଂ। ଆମର ଏଇ ଦିନରୁ ତୃଣମୂଳ ସ୍ତରରୁ ପଞ୍ଚାୟତକୁ ଆମେ ସଜାଡୁଛୁ। କେମିତି ପଞ୍ଚାୟତ ଭୋଟରେ ଜିତିବୁ, ବ୍ଲକ ବୋର୍ଡ ଚେୟାରମ୍ୟାନ ଜିତିବୁ, ଜିଲ୍ଲା ପରିଷଦ ଜିତିବୁ, ଏମଏଲଏ ଏମପିରେ ଜିତିବୁ, ଆମର ଡେମୋଷ୍ଟ୍ରେସନ ପଞ୍ଚାୟତ, ତାପରେ ମ୍ୟୁନିସିପାଲିଟି, ତୃଣମୂଳ ସ୍ତରକୁ ଯାଇ ସଂଗଠନ କଂଗ୍ରେସ ସବୁ ପ୍ରତିନିଧି ମାନେ ଭକ୍ତ ଦାସଙ୍କ ନିର୍ଦ୍ଦେଶରେ ଆମେ ତଳ ସ୍ତରରେ ଯାଇକି ସଂଗଠନ କରୁଛୁ। ତାଙ୍କର ନିର୍ଦ୍ଦେଶରେ ମୁଁ ଏଇନା ଯାଉଛି ଚନ୍ଦକା 7ଟା ପଞ୍ଚାୟତର କର୍ମୀ ସମ୍ମିଳନୀ କରିବା।